ଏଇଭଳିଆ ଆକାରରେ ଟର୍ଚର ହେଉଛି, ଏମିତି ଆକାରେ ହେଉଛି ମୋତେ ପୁରା କାନ୍ଦ ନାଗୁଛି। ମୁଁ କ'ଣ କରିବି ବୋଲି ଏଇଭଳିଆ ଆକାରରେ ମୋତେ କରାଯାଉଛି ଟର୍ଚର। ଆଉ ଏଇଭଳିଆ ମୋତେ ଏକା ଅନ୍ୟ ଭାଇମାନଙ୍କୁ ପୁରୁଷ ଭାଇମାନଙ୍କୁ କରାଯାଉଛି। ମୋତେ କହିଲା ମାନେ ଦୁଃଖ ନାଗୁଛି ଭାରି। ମୁଁ କରିବି କ'ଣ? ଏଇଭଳିଆ ଯଦି ବାରମ୍ବାର କରାଯିବ ଫିଲ୍ମ, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଉଠିବ ଉପରକୁ କ'ଣ? ଅଟୋମେଟିକ୍ ମୁଁ ନଷ୍ଟ ହେଇଯିବ। ଏଇ ଫିଲ୍ମ ଯେମିତି ତଳକୁ ତଳକୁ ଯାଇଥିଲା, ଆମେ ଆସିକି ଉପରକୁ ଉଠିଲା ବେଳକୁ ଆମ ଗୋଡ଼କୁ ଟଣା ଯାଉଛି, ଛୁରୀ ଭୁଷା ଯାଉଛି। ଜ୍ୟୋତି ମହାନ୍ତି ଆମର ବାବୁଲ ବାବୁ ଆମ ସିଆ ଟକିଜର ମାଲିକ ଭୀଷଣ ସମ୍ବର ଥିଲା। ସିଏ ଏଇଭଳିଆ ମୋତେ କରିବେ ବୋଲି ମୁଁ ଜାଣିନି। କ'ଣ ପାଇଁ ହେଲା, କ'ଣ ଉଦ୍ଦେଶ୍ୟ ହେଲା, କାହିଁକି ମୋତେ ହଇରାଣ କରାଗଲା, ମୁଁ କିଛି ଜାଣିନି। ଆପଣମାନେ ବୁଝିପାରିବେନି ଯେ ମୁଁ ବର୍ତ୍ତମାନ ଏଇଭଳିଆ ପରିସ୍ଥିତି ଅଛି ଯେ ବହୁତ ଆଗେଇ ଥିଲେ ଯେ ସେକେଣ୍ଡ ସବୁ ଡିକ୍ଲେୟାର କରିବି ବୋଲି ଆମର ଡିକ୍ଲେୟାର ହେଇଥିଲା। ଆମର ଏଠି ଅଡ଼ିଓ ରିଲିଜ୍ ବେଳେ ଯେ ସେକେଣ୍ଡ ସବୁ ଡିକ୍ଲେୟାର ସାଙ୍ଗେ ସାଙ୍ଗେ ଏଇଟା ରିଲିଜ୍ ହେଲା ମାନେ ସାଙ୍ଗେ ସେକେଣ୍ଡ ସବୁ କରିବା ବୋଲି। କାଲି ଯେଉଁ ଭଳିଆ ପରିସ୍ଥିତି ହେଲା, ମୁଁ ରାତିରେ 3ଟା 4ଟା ପର୍ଯ୍ୟନ୍ତ ଶୋଇନି, ମୁଠୁ ଶୋଇନି। ପୁଣି ଆଡ଼କୁ ଆସିଛି, କଟକରେ ପିକ୍ଚର ଆଟେଣ୍ଡ କଲି। ଆଉ ପିକ୍ଚର କରିବାକୁ ଇଚ୍ଛା ହେଉନି, ଆଉ କରିବାକୁ ଆଉ ଧୈର୍ଯ୍ୟ ନାହିଁ ଆମର। ଆମ 8-10 ଜଣ ପ୍ରଡ୍ୟୁସର ମୋତେ ସିନା ଜଗତରୁ ମୁଁ ଓହରିଯିବି, ଆଉ ସିନା କରିବି ନାହିଁ। ଯେଉଁ ଆଶା ରଖିଥିଲି ସେକେଣ୍ଡ ପିକ୍ଚର କରିବି ସାଙ୍ଗେ ସାଙ୍ଗେ, ଆଉ କରିପାରିବି। ଆଉ ମୋର ସେ ଏଜ୍ ନାହିଁ, ମୁଁ ଧୈର୍ଯ୍ୟ ନାହିଁ। ମୁଁ ପୁରା ଷ୍ଟ୍ରଙ୍ଗ ଅଛି। ଗୋଟିଏ କ'ଣ 4ଟା ପିକ୍ଚର କରି ମୁଁ ଘରେ ମୋ ଫ୍ୟାମିଲିରେ କହିଲେ ନାଇଁ ତ ରେଷ୍ଟ ନେଇଯାଅ। ମୋ ପୁଅ, ବଡ଼ ପୁଅ ଡକ୍ଟର, ସାନ ପୁଅ ଫାର୍ମାସିଷ୍ଟ, ମୋ ଝିଅ ହେଉଛି ଓଏସ୍। ସେମାନେ ମୋତେ ରିକ୍ୱେଷ୍ଟ କଲେ, ବାପା ତୁମେ ଆଉ ଏତେ ପରିଶ୍ରମ କରନି, ଖଟନି, ପଇସା ତୁମର କିଛି ଅଭାବ ନାହିଁ, ଆମର କିଛି ଅଭାବ ନାହିଁ, କାହିଁ ଏଥିରେ ମୁଣ୍ଡ ଖେଳୁଛୁ, କାହିଁ ପରିଶ୍ରମ କରୁଛୁ, କାହିଁ ଏଇଭଳିଆ ଟର୍ଚର ହେଉଛ। 31ଟା ହଲ୍ରେ ଆମର ରିଲିଜ୍ ହେଲା। ଏ ହଲ୍କୁ ମିଶେଇକି 31 ହେଲେ ଆମର ରିଲିଜ୍ ହେଇଛି। ସେଇଟା ବୋଧେ କହିଲେ ମାନେ ଅକୃତ୍ୟ ହେବନି, ସକାଳ ହେଇଯିବ। ମୋ ଜୀବନରେ ଫାଷ୍ଟ ଟାଇମ୍ ଏଇ ଘଟଣା ଘଟିଲା। ମୋତେ କାନ୍ଦ ମାଡ଼ୁଛି। ମୁଁ ଏଭଳିଆ ଆକାରରେ ଗତି କଲି, ମୋ ଲାଇଫ୍ରେ କିଛି ହେଲା 78ରୁ ପିକ୍ଚର କରି ଆସି ଏଇ 2025ରେ ଏଭଳିଆ ଧୋକା ଖାଇଲି ଯେ ଯେଉଁମାନେ ହଲ୍ କରିଛନ୍ତି ସେମାନେ ସେତେବେଳେ ଜନ୍ମ ହେଇନଥିଲେ ବୋଧେ ଭାବୁଛି। ଜ୍ୟୋତି ମହାନ୍ତି ଆମର ବାବୁଲ ବାବୁ ଆମ ସିଆ ଟକିଜର ମାଲିକ ଭୀଷଣ ସମ୍ବର ଥିଲା। ସିଏ ଏଇଭଳିଆ ମୋତେ କରିବେ ବୋଲି ମୁଁ ଜାଣିନି। କ'ଣ ପାଇଁ ହେଲା, କ'ଣ ଉଦ୍ଦେଶ୍ୟ ହେଲା, କାହିଁକି ମୋତେ ହଇରାଣ କରାଗଲା, ମୁଁ କିଛି ଜାଣିନି। ଏ ବୟସରେ ମୁଁ 75 ଏଜ୍ର ଲୋକ, ଏତେ ପୁରୁଣା ପ୍ରଡ୍ୟୁସର, ଆମ ପୁରୁଣା ପ୍ରଡ୍ୟୁସର ମାନେ ବାହାରିବା କାହିଁକି, କ'ଣ ପାଇଁ ବାହାରିବା, ଆମକୁ କେମିତି ଟର୍ଚର କରାଯିବ। ସେଥିପାଇଁ ଆମେ ମର୍ମାହତ ଦୁଃଖିତ। କହିଲାଠୁ ମୁଁ କୋହ ଆସୁଛି, ମୁଁ କାନ୍ଦ ମାଡ଼ୁଛି। କରିବି କେମିତି? ମୁଁ ନିଜେ ଥିଲି ସେଠି। କାଲି 5:30 ବେଳକୁ ଡକା ହେଲା ମୋତେ ଭୁବନେଶ୍ୱର। ମୁଁ ଭୁବନେଶ୍ୱର ଆସିଲି। କ'ଣ ଆଜ୍ଞା ନା ନାହିଁ, ଆପଣଙ୍କ ହଲ୍ରେ ସ୍କ୍ରିନ୍ ଶୋ କାଲି ସେୟାର ହେଇପାରିବ ନାହିଁ। କ'ଣ କରିବା ନା କିଛି ଟେନସନ୍ ନିଅନ୍ତୁ ନା, ଆପଣ ବସନ୍ତୁ, ଆପଣ ଏଜ ଲୋକ, ସିନିୟର ଲୋକ, ବସନ୍ତୁ, ଆମେ ବ୍ୟବସ୍ଥା କରୁଛୁ। ରାତି 10:30 ବାଜିଲା। ତାପରେ ଆପଣ ପ୍ରେସ୍ ମିଟ୍ ହେଲା, ଆପଣମାନେ ସବୁ ସେଠି ଥିଲେ, ଯାଇଥିଲେ। ମୁଁ ଏଇଭଳିଆ ଆକାରରେ ଟର୍ଚର ହେଉଛି, ଏମିତି ଆକାରେ ହେଉଛି, ମୋତେ ପୁରା କାନ୍ଦ ନାଗୁଛି। ମୁଁ କ'ଣ କରିବି ବୋଲି ଏଇଭଳିଆ ଆକାରରେ ମୋତେ କରାଯାଉଛି ଟର୍ଚର। ଆଉ ଏଇଭଳିଆ ମୋତେ ଏକା ଅନ୍ୟ ଭାଇମାନଙ୍କୁ ପୁରୁଷ ଭାଇମାନଙ୍କୁ କରାଯାଉଛି। ମୋତେ କହିଲା ମାନେ ଦୁଃଖ ନାଗୁଛି ଭାରି। ମୁଁ କରିବି କ'ଣ? ଏଇଭଳିଆ ଯଦି ବାରମ୍ବାର କରାଯିବ ଫିଲ୍ମ, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଉଠିବ ଉପରକୁ କ'ଣ? ଅଟୋମେଟିକ୍ ମୁଁ ନଷ୍ଟ ହେଇଯିବ। ଏଇ ଫିଲ୍ମ ଯେମିତି ତଳକୁ ତଳକୁ ଯାଇଥିଲା, ଆମେ ଆସିକି ଉପରକୁ ଉଠିଲା ବେଳକୁ ଆମ ଗୋଡ଼କୁ ଟଣା ଯାଉଛି, ଛୁରୀ ଭୁଷା ଯାଉଛି। ଯାହା ମୁଁ କାଲି ସଡନ୍ ଖବର ପାଇଲି ଯେ ମିନିମମ୍ 3-4 ଜଣ 5 ଜଣ ଭିତରେ ଏରା ସବୁ ହେଉଛି। ବେଶୀ ଏଥିରେ ନା ସମ୍ପୃକ୍ତ ନୁହନ୍ତି। ଯଦି ସମସ୍ତେ ଅଧିକାଂଶ ଲୋକ ସମ୍ପୃକ୍ତ ଥାନ୍ତି, ସିନେମା ହଲ୍ ବା ଥାନ୍ତେ, 31ଟା ହଲ୍ରେ ମୋର ପିକ୍ଚର ଲାଗିନଥାନ୍ତା। ପରେ ଆଉ 30ଟା ହଲ୍ରେ ପିକ୍ଚର ଲାଗିବ। କଣ୍ଟ୍ରାକ୍ଟ ସାଇନ୍ ସରିଯାଇଛି, ସବୁ କୋଡ଼ିଂ ସବୁ ଚାଲିଯାଇଛି ଏବଂ ଷ୍ଟାଣ୍ଡିଂ ସବୁ ଚାଲିଯାଇଛି। କିନ୍ତୁ ଏଇଠି ଭୁବନେଶ୍ୱର ରାଜଧାନୀରେ ଏଭଳିଆ ପରିସ୍ଥିତି କାହିଁକି ଉପୁଜୁଛି, ବାରମ୍ବାର ଉପୁଜୁଛି। ଆଜିକାଲି ମୋ ପାଇଁ ନୁହଁ, ଅନ୍ୟ ପ୍ରଡ୍ୟୁସର ମାନେ ଟର୍ଚର ହେଇଛନ୍ତି। ଆପଣମାନେ ବୁଝିପାରିବେନି ଯେ ମୁଁ ବର୍ତ୍ତମାନ ଏଇଭଳିଆ ପରିସ୍ଥିତି ଅଛି ଯେ ବହୁତ ଆଗେଇ ଥିଲେ ଯେ ସେକେଣ୍ଡ ସବୁ ଡିକ୍ଲେୟାର କରିବି ବୋଲି ଆମର ଡିକ୍ଲେୟାର ହେଇଥିଲା। ଆମର ଏଠି ଅଡ଼ିଓ ରିଲିଜ୍ ବେଳେ ଯେ ସେକେଣ୍ଡ ସବୁ ଡିକ୍ଲେୟାର ସାଙ୍ଗେ ସାଙ୍ଗେ ଏଇଟା ରିଲିଜ୍ ହେଲା ମାନେ ସାଙ୍ଗେ ସେକେଣ୍ଡ ସବୁ କରିବା ବୋଲି। କାଲି ଯେଉଁ ଭଳିଆ ପରିସ୍ଥିତି ହେଲା, ମୁଁ ରାତିରେ 3ଟା 4ଟା ପର୍ଯ୍ୟନ୍ତ ଶୋଇନି, ମୁଠୁ ଶୋଇନି। ପୁଣି ଆଡ଼କୁ ଆସିଛି, କଟକରେ ପିକ୍ଚର ଆଟେଣ୍ଡ କଲି। ଆଉ ପିକ୍ଚର କରିବାକୁ ଇଚ୍ଛା ହେଉନି, ଆଉ କରିବାକୁ ଆଉ ଧୈର୍ଯ୍ୟ ନାହିଁ ଆମର। ଆମ 8-10 ଜଣ ପ୍ରଡ୍ୟୁସର ମୋତେ ଓଡ଼ିଆ ମୋ କହିବା ଓଡ଼ିଶାରେ ଯେତେଟା ହଲ୍ ଥିଲା, ଆପଣମାନେ ଜାଣିଥିବେ କି କହିପାରିବେନି, ଆପଣ ଯେଉଁ ବୟସ ଏଜ୍ ହେଇନି,
365 हल भितर आज 90टा हल आसी पहुँची हल संख्या बढ़ू नहीं हल संख्या से नबू खसिक जाऊँ 90टा हल 365 हल 365 मस मध्य ओडिया पिक्चर चलुला उपरे सिनेमा हल सामने पोड़ी छिटी पड़ूला खराब कलर फेड करूला आज अवस्था ये पहुँची आसी आम ये 4 वर्ष 5 भितर आम आखि मुंड टेकिलु आम यूनियन सकाशे आम यूनियन वाला कहले आप पुणा प्रोड्यूसर मैंने आसतु आगंतु फिल्म इंडस्ट्री बढ़ू सिनेमा जगत मुझी आउ सिनेमा करी ना जो आशा रखी सेकेंड पिक्चर करी सागे सागे मोर से एज ना मो धैर्य ना मु पूरा स्ट्रंग अच्छी गोटे कौन 4टा पिक्चर कर घरे मो फैमिली कहले ना तो रेस्ट नहीं जाओ मो पु बड़ पु डॉक्टर सान पु फार्मासी मो झील हूँ ओएस से मत रिक्वेस्ट करे बापा तुम एत परिश्रम करनी खटनी पैसा तुम किसी अभाव ना आम किसी अभाव ना कहीं मुंड खोल कहीं परिश्रम कर कहीं टर्चर हो समस्त अच्छा ये भुवनेश्वर भी अच्छा कटक अच्छा आज सका मत डाकगला यूनियन ऑफिस की मत 60 कि 60-70 जन खंड प्रोड्यूसर मैंने थे कहे भाई कौन आप स्टेप नवा आप तो पुणा अच्छा आम सब पुणा अच्छु आ नुआ भाई मान पथ पथ रहा केमती कौन करवा आप डिसीजन नियंतु मुझे सब निश्चय एकमत निला पर मीडिया भाई मान अनुरोध कराइला कि आपने देखा कर साक्षात करूँ भ्यूटा बुझु कौन पे ये सब जिन आज घटिया गला आप बुझु ना बाध्य सरकार द्वारस्थ हम केवल हल सर केवल हल सर आप जाइए कटक देखते पीयूष आसला से आज ये न आस कारण भारी दुखदायक घटना से कहले सार मु कौन करी मत भाई दुख लगुच हल परिस्थिति यह अच्छी ये कहीं टर्चर कराऊँ आपन को आम पुणा प्रोड्यूसर मान कहीं बारंबार प्रोड्यूसर मैंने कहीं टर्चर होती गोटे दृढ़ कार्यानुष्ठान ग्रहण कर तार निजस्व मतदान सी